ମୀନ ରାଶିରେ ମଙ୍ଗଳ ଓ ଶନି ମହାଗ୍ରହଙ୍କର ସଂଯୋଗ ଦୀର୍ଘ 30 ବର୍ଷ ପରେ ଏପରି ଏକ ପ୍ରଭାବଶାଳୀ ଓ ଭୟଙ୍କର ଗ୍ରହ ସଂଯୋଗ ଘଟିଛି ମୀନ ରାଶିରେ। ଆଗାମୀ 2026 ମସିହା ମଇ ମାସ 11 ତାରିଖ ପର୍ଯ୍ୟନ୍ତ ଏହି ଗ୍ରହ ସଂଯୋଗର ପ୍ରଭାବ ଅନୁଭୂତ ହେବ ମୀନ ରାଶିରେ। ଜାଣିବା ଏହି ଗ୍ରହ ସଂଯୋଗର ପ୍ରଭାବରେ ରାଶିଚକ୍ରର କେଉଁ କେଉଁ ରାଶି ବିଶେଷ ଭାବେ ପ୍ରଭାବିତ ହେବାକୁ ସମ୍ଭାବନା ରହିଅଛି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଗ୍ରହ ଜଗତର ପାପୀ ଓ ବାୟୁକାରକ ଗ୍ରହ ଶନି ମହାଗ୍ରହ ଏବଂ କ୍ରୂର ଓ ଅଗ୍ନିକାରକ ଗ୍ରହ ମଙ୍ଗଳ ମହାଗ୍ରହଙ୍କର ସଂଯୋଗରେ ସୃଷ୍ଟି ହୋଇଥାଏ ପ୍ରଚଣ୍ଡ ମହାଜାଗତିକ ବିସ୍ଫୋରଣ, ଯାହାର ପ୍ରଭାବରେ ଦୁର୍ଘଟଣା, ଆତଙ୍କ, ଭୟ, ଯୁଦ୍ଧ, କ୍ୟାରିୟରରେ ବାଧା ଓ ମାନସିକ ଦୁଶ୍ଚିନ୍ତା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଦୁଇ ପାପୀ ଓ କ୍ରୂର ଗ୍ରହ ଶନି ଓ ମଙ୍ଗଳ ମହାଗ୍ରହଙ୍କର ମିଳନରେ ବ୍ୟକ୍ତି ମଧ୍ୟରେ ଉତ୍ତେଜନା ଓ କ୍ରୋଧ ଓ ବିଚଳିତ ଭାବ ବଢ଼ାଇବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ଉପରେ ମଧ୍ୟ ବଡ଼ ନକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଏହି ସମୟରେ ସାମାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ତାହାର ତୁରନ୍ତ ପ୍ରତିକାର କରିନେବା ଆବଶ୍ୟକ। ସେହିପରି ମଙ୍ଗଳ ଓ ଶନି ମହାଗ୍ରହଙ୍କର ପ୍ରଭାବରୁ କର୍ମକ୍ଷେତ୍ର ବା କ୍ୟାରିୟର କ୍ଷେତ୍ରରେ ମଧ୍ୟ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଚାକିରି କ୍ଷେତ୍ରରେ ଅସ୍ଥିରତା ବା ଶତ୍ରୁତା ଏବଂ ବ୍ୟବସାୟ କ୍ଷେତ୍ରରେ ବଡ଼ ଧରଣର କ୍ଷତି ହେବାର ସମ୍ଭାବନା ରହିଥାଏ। ତରବର ହୋଇ କୌଣସି ନିଷ୍ପତ୍ତି ନେଲେ ତାହା ପରବର୍ତ୍ତୀ ସମୟରେ ବଡ଼ ଭୁଲ ଓ କ୍ଷତିକାରକ ନିଷ୍ପତ୍ତି ରୂପେ ସାବ୍ୟସ୍ତ ହୋଇଥାଏ। ମଙ୍ଗଳ ଓ ଶନି ଜଣେ ଅଗ୍ନିକାରକ ଓ ଅନ୍ୟ ଜଣେ ବାୟୁକାରକ ଗ୍ରହ ହୋଇଥିବାରୁ ଉଭୟ ଗ୍ରହଙ୍କର ସଂଯୋଗରେ ପୃଥିବୀ ପୃଷ୍ଠରେ ଝଡ଼ବାତ୍ୟା, ସୁନାମି ଓ ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖାଯିବାର ସମ୍ଭାବନା ରହିଥିବା ବେଳେ ମହାଯୁଦ୍ଧର ବିଭୀଷିକା ମଧ୍ୟ ଦେଖାଦେଇପାରେ। ନିୟମିତ ଜୀବନଚର୍ଯ୍ୟା ମଧ୍ୟରେ ରାସ୍ତାରେ ଯାନବାହନ ଚଳାଚଳ ସମୟରେ ଦୁର୍ଘଟଣା, ପାରିବାରିକ ବିବାଦ, ସମ୍ପର୍କୀୟମାନଙ୍କ ସହିତ ସମ୍ପର୍କରେ ହାନି ହେଲା ଭଳି ଘଟଣା ମଧ୍ୟ ଘଟିବାର ସମ୍ଭାବନା ରହିଅଛି। ଶନି ଓ ମଙ୍ଗଳ ମହାଗ୍ରହଙ୍କର ସଂଯୋଗରେ ଘଟିତ ଏହିସବୁ ପରିଣାମ ମେଷ ରାଶି, ସିଂହ ରାଶି, କନ୍ୟା ରାଶି, ଧନୁ ରାଶି, କୁମ୍ଭ ରାଶି ଓ ମୀନ ରାଶି ଉପରେ ବିଶେଷ ଭାବେ ପକାଇବାର ବିଶେଷ ସମ୍ଭାବନା ରହିଅଛି। ମଙ୍ଗଳ ଓ ଶନି ମହାଗ୍ରହଙ୍କର ସଂଯୋଗରୁ ସୃଷ୍ଟି ହେଉଥିବା ଏହି ନକାରାତ୍ମକ ଯୋଗର ପ୍ରଭାବ ଅନୁଭୂତ ହେଲେ ଏକାଦଶ ରୁଦ୍ର ମହାବୀର ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ହନୁମାନ ଚାଳିଶା ପାଠ କଲେ ବହୁତ ଗୁଡ଼ିଏ ସମସ୍ୟାର ସମାଧାନ ହୋଇଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ମଙ୍ଗଳ ଓ ଶନି ମହାଗ୍ରହଙ୍କ ପ୍ରଭାବରୁ ଅନୁଭୂତ ହେଉଥିବା ଏହି ଯୋଗର ନକାରାତ୍ମକ ପ୍ରଭାବ ସମ୍ପୂର୍ଣ୍ଣ ରୂପେ ନିବାରଣ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।